ଆଶା ଅଛି ପ୍ରଥମ କଥା ଆଉ ମାନେ ଏମିତି ଗୋଟେ ୟୁଟ୍ୟୁବ ପଇସାରେ କେବେ ଗୋଟେ ମାନେ ଆପଣମାନଙ୍କର ଆଶୀର୍ବାଦ ଆଉ ଭଲ ପାଇବା ହେଲେ ମୁଁ କେବେ ଗୋଟେ ଜମି କିଣିବି ଆଉ ସେଇଟା ମୋର ମାନେ ସ୍ୱପ୍ନ ଅଛି ନା କି ମୁଁ ଜମି କିଣିଛି ଜମି ଏପର୍ଯ୍ୟନ୍ତ କିଣିନି ବା ସ୍ୱପ୍ନ ଅଛି କେବେ ନା କେବେ ଗୋଟେ ଜମି କିଣିବି ତ ଆପଣମାନଙ୍କର ଭଲ ପାଇବା ଆଉ ଆଶୀର୍ବାଦ ରହିଲେ ଆଉ ତାପରେ ଖୁସି ଖବର କଥା କ'ଣ କହିବି ଆଜି ତ ଡିସ୍କସନ୍ କରିବାଟା ଠିକ୍ ନୁହେଁ ବାକି ତାପରେ ବି ମୁଁ କହିଦେଉଛି ଯେ ଖୁସି ଖବର ବହୁତ ଜଲ୍ଦି ଆସୁଛି ଆଉ ସେ ଖୁସି ଖବର କ'ଣ ମୁଁ ସବୁ ଅପଡେଟ୍ ଦେବି ମୋ ଜୁନିୟର ଲିପୁନ ୟୁଟ୍ୟୁବ ଚ୍ୟାନେଲରେ ଯେଉଁଟାକି ମୋର ବ୍ଲଗ୍ସ ଚ୍ୟାନେଲ ସେଇ ବ୍ଲଗ୍ସ ଚ୍ୟାନେଲରେ ମୁଁ ସବୁ ଅପଡେଟ୍ ଦେଇ ଚାଲିବି ଆଗକୁ କ'ଣ ହେଉଛି କ'ଣ ନାହିଁ ମୁଁ ସବୁ ଆପଣମାନଙ୍କୁ ଦେବି କିନ୍ତୁ ଆଜି ମୁଁ ବାର୍ତ୍ତା ପାଇଁ ଆସିଛି ବାର୍ତ୍ତା ପାଇଁ ପୁରା ଅଲଗା ପ୍ରକାର ଚିନ୍ତାଧାରା ହେଉଛି ପୁରା ଅଲଗା ପ୍ରକାର ଘୋ ଘା ହେଉଛି ଆଉ କେମିତି କ'ଣ ହେଉଛି ଆପଣମାନେ ତ ଭିଡ଼ିଓ ଦେଖିଲେ ହିଁ ଜାଣିବେ ତ ଆପଣମାନେ ଯାଆନ୍ତୁ ଭିଡ଼ିଓ ଦେଖନ୍ତୁ କେମିତି କ'ଣ ହେଇଛି ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ ଧନ୍ୟବାଦ। जो बादशाह जो टैलेंट गाए से गाली भी लोग सोशल मीडिया ତାଙ୍କ ସହିତ ପ୍ରଥମ କାମ କରିଥିଲେ ଦେଖନ୍ତୁ ତମ ପରିଚୟ ଷ୍ଟାର୍ଟ କରିବା ମୋ ମୋବାଇଲ ଅନ୍ ହେଲା ତ ସମସ୍ତଙ୍କୁ ନମସ୍କାର ଆଉ ଆଜି ରିଲିଜ୍ ହେଇସାରିଛି ଆମର 11ଟା ବେଳେ ବାବୁ ଭାଇ ପ୍ରଡକ୍ସନରେ ବାଦଶାହ ଯେଉଁଟାକି ଆପଣମାନଙ୍କ ପାଖରେ ଅପେକ୍ଷାର ଥିଲା ମାନେ ବାଦଶାହ କେବେ ଆସିବ ବାଦଶାହ କେବେ ଆସିବ ବାଦଶାହ କେବେ ଆସିବ ମାନେ ଯୁଆଡ଼େ ବି ଯାଆନ୍ତୁ ଆପଣମାନଙ୍କର ସେଇ ଗୋଟେ ହିଁ ପ୍ରଶ୍ନ ଭାଇ ବାଦଶାହ କେବେ ଆସିବ ତ ଆଜି ଫାଇନାଲି 11ଟା ବେଳେ ଆମର ବାବୁ ଭାଇ ପ୍ରଡକ୍ସନରେ ବାଦଶାହ ରିଲିଜ୍ ହେଇସାରିଛି ବାଦଶାହ ଦେଖନ୍ତୁ ଆଉ କେମିତି କ'ଣ ହେଇଛି ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ତ ମୁଁ ପ୍ରତିଥର ଭଳି ସବୁ ମାନେ ୟୁଟ୍ୟୁବରେ ମାନେ ମୋତେ ଆପଣମାନେ ଦେଖି ଆସିଛନ୍ତି ସବୁ କ୍ୟାରେକ୍ଟରରେ ମୁଁ ମାନେ ମୋର କମେଡ଼ି ରୋଲ୍ ପ୍ଲେ କରିଛି ଏଇଥିରେ ବି ମଧ୍ୟ କମେଡ଼ି ରୋଲ୍ ପ୍ଲେ କରିଛି ଆଉ କମେଡ଼ି ରୋଲ୍ ୱିଥ୍ ମାନେ ଗୁଣ୍ଡାଗର୍ଦି ଟାଇପ୍ର ମାନେ ନାଟୁଆ ଟାଇପ୍ରେ ମୁଁ ଏଇସବୁ କ୍ୟାରେକ୍ଟର ଗୋଟେ କରିଛି ଆଉ ଦେଖନ୍ତୁ ବାଦଶାହ କେମିତି କ'ଣ ହେଇଛି ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆଉ ଗୋଟେ କଥା ବାଦଶାହ ପାଇଁ ଆମର ବହୁତ ଷ୍ଟ୍ରଗଲ୍ ଯାଇଛି ଷ୍ଟ୍ରଗଲ୍ ତ ମୁଁ ମାନେ ଷ୍ଟ୍ରଗଲ୍ କହିଲେ ଆପଣମାନେ ବିଶ୍ୱାସ କରିବେ କି ନାହିଁ ସେଇଟା ମୁଁ ଜାଣିନି କିନ୍ତୁ ବାଦଶାହ ପାଇଁ ପ୍ରବଳ ମାତ୍ରାରେ ଷ୍ଟ୍ରଗଲ୍ ଯାଇଛି ମାନେ 3 ଦିନ 3 ରାତି କନଷ୍ଟାଣ୍ଟ ସୁଟିଂ ହେଇଛି ହେଲା ତ 3 ଦିନ 3 ରାତିରେ ଆମର ସବୁ ଆର୍ଟିଷ୍ଟ ନନ୍ଷ୍ଟପ୍ କାମ କରିଛନ୍ତି କେହି ବି ମାନେ ବସି ନାହାନ୍ତି ଆଉ ଆଜି ଆପଣମାନଙ୍କ ପାଖକୁ ଯେଉଁ ବାଦଶାହ ଆସିଛି ସେଥିରେ ମହାନ ଭୂମିକା ହେଉଛି ଆମର ଅନଟ୍ୟାଲେଣ୍ଟେଡ୍ ଗାଏ ଯେଉଁଟାକି ଉଦିତ ଭାଇଙ୍କର ଅନଟ୍ୟାଲେଣ୍ଟେଡ୍ ଗାଏ ଉଦିତର ଅଛି ତ ଆଜି ଯଦି ଆପଣମାନଙ୍କ ପାଖକୁ ବାଦଶାହ ଆସିପାରିଛି କେବଳ 2ଟା ମଣିଷ ପାଇଁ ସେ 2ଟି ମଣିଷ ହେଉଛନ୍ତି ଆମର ଲଲିତ ଭାଇ ଆଉ ଆମର ବାବୁ ଭାଇ ଯଦି ଚାହିଁ ନଥାନ୍ତେ ଆଜି ବାଦଶାହ ଆସିପାରିନଥାନ୍ତା ଆଉ ଲଲିତ ଭାଇ ଯଦି ଚାହିଁ ନଥାନ୍ତେ ତାହେଲେ ବାଦଶାହ ଆଜି ଆସିପାରିନଥାନ୍ତା ତ ବାଦଶାହ କେମିତି କ'ଣ ହେଇଛି ଆପଣମାନେ ନିହାତି କହିବେ ତ ସବୁ ଆର୍ଟିଷ୍ଟ ବହୁତ ବଢ଼ିଆ କାମ କରିଛନ୍ତି ଏଥିରେ ତ ମୋ କଥା ମୁଁ କ'ଣ କହିବି ମାନେ ମୁଁ ବି ମାନେ 3 ଦିନ 3 ରାତି ପୁରା କନଷ୍ଟାଣ୍ଟ କାମ କରିଛି ଆଉ ମାନେ କହିବାକୁ ଗଲେ ଆମର ଯେଉଁ ଦୀପକ ରଏ ଯେଉଁ କି ଆମର ବାଦଶାହର ଡିରେକ୍ଟର ସେ ଭାଇ ପୁରା ଅଲଗା ପ୍ରକାର ମାନେ ଡିରେକ୍ସନ୍ ଏଥିରେ ଦେଇଛନ୍ତି ମାନେ ପୁରା ଅଲଗା ପ୍ରକାର କାମ କରିଛନ୍ତି ଏଥିପାଇଁ କାମ କରିଛନ୍ତି ମୁଁ କହୁଛି ଯେ ଆମେ ଯେଉଁ କାମ କରୁଥିଲୁ ତ ସମସ୍ତେ ଟିକେ ନା ଟିକେ ଆମେ ରେଷ୍ଟ ନେଇଥିଲୁ ଟିକେ ନା ଟିକେ ସମସ୍ତେ ରେଷ୍ଟ ନେଇଥିଲୁ କିନ୍ତୁ ଆମର ଦୀପକ ଭାଇ ସେ ଟୋଟାଲି ରେଷ୍ଟ ନେଉନାହାନ୍ତି କନଷ୍ଟାଣ୍ଟ ଆମର କାମ କରୁଛନ୍ତି ଆଉ ଅଖିଳ ଭାଇ ବି ଆମର ପ୍ରଥମ ଥର ଜଲବା ପୁରା ଅଲଗା ପ୍ରକାର ଫୁଟେଇଛନ୍ତି ତ ସମସ୍ତେ ଏଥିରେ ସମସ୍ତେ ଭଲ ଭଲ କାମ କରିଛନ୍ତି ତ ଏତିକି କହିବି ଆଉ କ'ଣ କହିବି ବାପା ହେବା ପାଇଁ ଯାଉଛନ୍ତି ବହୁତ ବଡ଼ ଖୁସିର କଥା ତାଙ୍କୁ ଗୋଟେ ନୂଆ ଜମିଟେ କିଣିବେ